ଝର୍ଝରିକା ମୃଦଙ୍ଗ ପଟଭୋ ଭେରିଶ୍ଚ ଶଙ୍ଖଧ୍ୱନି ବୀଣା ଡମ୍ବରୁ କୋଳାହଳ ମହୁରୀ ଘଣ୍ଟାରବୋ ଘର୍ଘରି ତୁମ୍ବୁରାକୃତ ମଣ୍ଡଳୀ କର ତାଳି କାହାଳି ତାଳଧ୍ୱଜମ୍ ଏତେ ବାଦ୍ୟ ଗଣା ସୁଘୋଷ ସହିତମ୍ କୁର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷରେ ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ତ ବିଭିନ୍ନ କଥା ଆଲୋଚନା ସବୁ କରୁଛେ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ, ତାର କେମିତି ସମାଧାନ ହେଇପାରିବ ସେ କଥା ଆଲୋଚନା କରୁଛେ। ବନ୍ଧୁଗଣ ଦେଖନ୍ତୁ, ଆଜି ଆମେ ସେହି କ୍ରମରେ ଯିବା ପାର୍ଟ 4, 6, 7 ଆଉ ଶୀର୍ଷକଟିର ନାଁ ହେଉଛି ଡିପ୍ରେସନ ବା ଯାହାକୁ ଅବସାଦ ଯୋଗ ବୋଲି କହନ୍ତି। ବନ୍ଧୁଗଣ ଗୋଟେ କଥା ବୁଝନ୍ତୁ, ସଂସାରରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସମସ୍ତେ ଦେଖିବାକୁ ମଣିଷ ଭଳିଆ, କିନ୍ତୁ ସମସ୍ତଙ୍କର ଗୁଣ ଭିନ୍ନ ଭିନ୍ନ ହେଇଥାଏ, ଚିନ୍ତାଧାରା ଭିନ୍ନ ଭିନ୍ନ ହେଇଥାଏ। ଆଉ କେତେ ଲୋକଙ୍କୁ ଆପଣ ଲକ୍ଷ୍ୟ କରିଥିବେ, ସେ ସବୁବେଳେ ଚୁପଚାପ ବସିବାକୁ ତାଙ୍କୁ ଭଲ ଲାଗେ, ବେଶୀ କଥା ସିଏ କହନ୍ତି ନାହିଁ, ମାନସିକ ସ୍ତରରେ ସେ ଡିଷ୍ଟର୍ବ ଥାନ୍ତି। ଆମେ ସେଇଭଳିଆ ଲୋକଙ୍କୁ ଆମେ କହୁଛେ ଯେ ସେ ଡିପ୍ରେସନକୁ ଚାଲି ଯାଇଛନ୍ତି, ଅର୍ଥାତ୍ ତାଙ୍କର ମନ ଭିତରେ କିଛି ଗୋଟେ ଗଭୀର ଆଘାତ ଲାଗିଛି। ସିଏ ତ ଭିନ୍ନ କଥା, କିନ୍ତୁ ଆଉ କେତେକ ଛୋଟ ଛୁଆମାନେ ବି ଅଛନ୍ତି, ସେମାନେ ଆପଣ ତାଙ୍କୁ ଲକ୍ଷ୍ୟ କରିବେ ଯେ ସେମାନେ ଅନ୍ୟ ଛୁଆଙ୍କ ଭଳିଆ ନର୍ମାଲ ନୁହନ୍ତି, ଚୁପଚାପ ରହିବାକୁ ଭଲ ପାଉଛନ୍ତି, କାମରେ ତାଙ୍କର କିଛି ଆଗ୍ରହ ନାହିଁ, ପାଠ ପଢିବା ପାଇଁ ତାଙ୍କର ଇଚ୍ଛା ନାହିଁ, କୌଣସି କାର୍ଯ୍ୟରେ ତାଙ୍କୁ ନିଯୁକ୍ତି କଲେ ସେ ଭଲ ପାଆନ୍ତି ନାହିଁ ସେ କାମ କରିବା ପାଇଁ। ଏଇଭଳିଆ ପ୍ରକୃତିର ଯେଉଁ ଛୁଆମାନେ ଅଛନ୍ତି, ଆମେ ଜାଣିବା ଯେ ତାର କାରଣଟା କଣ। ଇଏ ତ ଗୋଟେ ସାଇକୋଲୋଜିକାଲ କଥାଟିଏ, କିନ୍ତୁ ଅବସାଦ ଯୋଗ ବୋଲି ଆମେ ଯୋଉ ଆଜି ଆଲୋଚନା କରିବାକୁ ଯାଉଛେ, ସେ ଯୋଗର ମୁଖ୍ୟ ହଉଛନ୍ତି ଗୋଟିଏ ଗ୍ରହ। ସେ ଗ୍ରହଟି କିଏ? ସେ ଗ୍ରହଟି ହଉଛନ୍ତି ଚନ୍ଦ୍ରମା ବା ଚନ୍ଦ୍ର। କାହିଁକି ଅବସାଦ କାହାକୁ ନେଇ କରି ହୁଏ? ମନକୁ ନେଇ କରି ହୁଏ। ଆପଣଙ୍କର ମନ ଖୁସି ଅଛି, ଆପଣ ବହୁତ ଖୁସିରେ ଅଛନ୍ତି। ଆପଣଙ୍କର ମନ ଦୁଃଖ ଅଛି, ଆପଣ ମନ ଦୁଃଖରେ ରହିଛନ୍ତି। ଲୋକ ଯିଏ ଦେଖୁଛି, ହଁ ଭାରି ମନ ଦୁଃଖଟିଏ କରିଛି, ସିଏ ତ ଗୋଟିଏ ସାମୟିକ ଘଟଣା। ଆପଣ କିଛି ଗୋଟେ ଖୁସି ଖବର ପାଇଲେ ମନଟି ଖୁସି ହେଇଗଲା, କିଛି ଦୁଃଖ ଖବର ପାଇଲେ ମନଟି ଦୁଃଖ ହେଇଗଲା, ସିଏ ଅଲଗା କଥା। କିନ୍ତୁ ଆଉ କେତେ ବ୍ୟକ୍ତି ଅଛନ୍ତି, ଆଉ କେତେ ଛୋଟ ଛୁଆ ବି ଅଛନ୍ତି, ସେମାନେ ସବୁବେଳେ ଏଇଭଳିଆ ରହିବା ପାଇଁ ଭଲ ପାଆନ୍ତି। ତାଙ୍କୁ ସେ ଆଡଭାନ୍ସ ଜିନିଷ ତାଙ୍କୁ ଭଲ ଲାଗେ ନାହିଁ। ତା ପଛରେ ବନ୍ଧୁଗଣ ଜ୍ୟୋତିଷୀୟ ତଥ୍ୟ କଣ ରହିଛି ଆପଣ ମାନେ ବୁଝନ୍ତୁ। ମନର କାରକ ଗ୍ରହ ହଉଛନ୍ତି ଚନ୍ଦ୍ର। ଆପଣ ମାନେ ଜାଣିଛନ୍ତି ଆମର 9ଟି ଗ୍ରହ ଭିତରୁ ଚନ୍ଦ୍ର ହଉଛନ୍ତି ମନର କାରକ ଗ୍ରହ। ଚନ୍ଦ୍ର ସବୁଠାରୁ ଦ୍ରୁତଗାମୀ ଗ୍ରହ। ଆପଣ ମାନେ ଭାବି ଦେଖନ୍ତୁ, ସବୁଠାରୁ ଯଦି ଗତି ବେଶୀ କାହାର ହେଇଥିବ, ସେଇଟା ହଉଛି କିଏ? ମନର ଗତି। ଆପଣ ଏଇଠି ବସିଛନ୍ତି, ଆମେରିକା କଥା ଭାବି ସାରିଲେଣି। ଦେଖନ୍ତୁ କୋଉ ଜିନିଷଟା ଯାଇ ଏତେ ଶୀଘ୍ର ଆମେରିକାରେ ପହଞ୍ଚି ପାରିବ? ତାହେଲେ ମନର ଗତି ହଉଛି ସବୁଠାରୁ ଦ୍ରୁତତମ ଗତି। ତାହେଲେ ସେଇ ମନଟି ହଉଛି ମଣିଷ ଶରୀର ଭିତରେ ଗୋଟେ ମୁଖ୍ୟ ଜିନିଷ। ଆଉ ସେଇ ମନର କାରକ ଗ୍ରହ ହଉଛନ୍ତି କିଏ? ଚନ୍ଦ୍ର। ଯେଉଁମାନେ ମନୋବିଜ୍ଞାନୀ ଅଛନ୍ତି, ସେମାନେ ମନ ବିଷୟରେ ସେମାନେ ଷ୍ଟଡି କରିଛନ୍ତି, ବିଭିନ୍ନ କଥା ସେମାନେ ଜାଣିଛନ୍ତି। କିନ୍ତୁ ଆମର ଜ୍ୟୋତିଷ ଶାସ୍ତ୍ର ହିସାବରେ ଆମେ ଦେଖିଦେବା ଯେ ଛୋଟ ଛୁଆଟିର ଜାତକ ଦେଖିଲେ ଜଣା ପଡିଯାଏ ଯେ ସେ ଛୁଆଟି ଭବିଷ୍ୟତରେ
କେଉଁ ସ୍ୱଭାବର ହବ, ତାର ମନଟା କେମିତି ହବ। ଦେଖନ୍ତୁ ବନ୍ଧୁଗଣ, ତାହେଲେ ଅବସାଦ ଯୋଗ ବା ଡିପ୍ରେସନ କେଉଁମାନଙ୍କର ଥାଏ ଜ୍ୟୋତିଷୀୟ ତଥ୍ୟ ହିସାବରେ ଜାଣିବା। ଚନ୍ଦ୍ର ସହିତ ଯଦି ଶନି ମିଶିକରି କୌଣସି ଜାତକରେ ରହିଥାନ୍ତି, ଦେଖନ୍ତୁ ବନ୍ଧୁଗଣ, ଆପଣଙ୍କ କୁଣ୍ଡଳୀରେ 12ଟି ଘର ଅଛି, ଚନ୍ଦ୍ର ସାଙ୍ଗରେ ଯଦି ଶନି ମିଶିକିରି ଅଛନ୍ତି, ମନେକର ଏଠି ରହିଲେ ଚନ୍ଦ୍ର, ତାଙ୍କ ସାଙ୍ଗରେ ରହିଲେ ଶନି, ମିଶିକିରି ରହିଛନ୍ତି। ବନ୍ଧୁଗଣ, ଚନ୍ଦ୍ର ଗୋଟିଏ ଏଭଳି ଗ୍ରହ, ତାଙ୍କର କୌଣସି ଗ୍ରହ ଶତ୍ରୁ ନଥାନ୍ତି, ମୁଁ ଆଗରୁ ପଢେଇଛି। ଆଉ ଚନ୍ଦ୍ର କାହାରିକି ଭୟ କରନ୍ତି ନାହିଁ, କେବଳ ଶନିକି ଭୟ କରନ୍ତି ଚନ୍ଦ୍ର। ଶନିକି ପ୍ରବଳ ଭୟ କରନ୍ତି ଚନ୍ଦ୍ର। ଜଣେ ଲୋକ ଡିପ୍ରେସନକୁ ଯାଏ, ଅବସାଦକୁ ଚାଲିଯିବ, କେମିତି ଚାଲିଯିବ? ସେ କାହାକୁ ଗୋଟେ ଡରୁଥିଲେ ଯାଇ ସେଇ ସିଚୁଏସନଟା ତା ମନ ଭିତରେ ପଶିଯିବ। ତାହେଲେ ଚନ୍ଦ୍ର ଶନି ଯୋଗଟିଏ ଯଦି ଅଛି ଜାତକରେ, ଜାଣିବେ ସେ ଛୁଆଟିର ମନଟି ବିଚଳିତ ଅଛି, ସେ ମନଟି ଚୁପଚାପ ହେଇକି ତାର ଅଛି, ତା ମନ ତା ମାନେ ଠିକ ହିସାବରେ ନାହିଁ। ବା ଶନି ଏଠି ଥିବେ, ବା ଏଠି ଥିବେ, ବା ଏଇଠି ଥିବେ। କାହିଁକି? ଏଠି ରହିଲେ ଦଶମ ଦୃଷ୍ଟିରେ ଚନ୍ଦ୍ରଙ୍କୁ ଦେଖିବେ, ଏଠି ରହିଲେ ତୃତୀୟ ଦୃଷ୍ଟିରେ ଚନ୍ଦ୍ରଙ୍କୁ ଦେଖିବେ, ଏଠି ରହିଲେ ସପ୍ତମ ଦୃଷ୍ଟିରେ ଚନ୍ଦ୍ରଙ୍କୁ ଦେଖିବେ। ଯଦି ଦେଖୁଥିବେ ଯେ ବନ୍ଧୁଗଣ, ଖାଲି ଚନ୍ଦ୍ର ଶନି ମିଶିକିରି ରହିଲେ ଏଟା ହେଇଯିବନି, ସେ କଥା ବି ଆହୁରି କହିଦଉଛି ଶୁଣନ୍ତୁ। ଚନ୍ଦ୍ର ଆଉ ଶନିଙ୍କର ଡିଗ୍ରୀର ବ୍ୟବଧାନ ଯଦି 10 ଡିଗ୍ରୀରୁ କମ ହେଇଯାଏ, ତାହେଲେ ଯୋଗଟି ସୃଷ୍ଟି ହବ। ଆଉ ଯଦି ବେଶୀ ରହିଗଲା, ଶନି ମନେକର 25 ଡିଗ୍ରୀରେ ଅଛନ୍ତି, ଚନ୍ଦ୍ର 5 ଡିଗ୍ରୀରେ ଅଛନ୍ତି, ଶନି ଚନ୍ଦ୍ର ମିଶିକିରି ଅଛନ୍ତି ସତ, କିନ୍ତୁ ସେ ଯୁକ୍ତିଟା ହେତିକି ଇଫେକ୍ଟିଭ ନୁହଁ। ତା କାରଣ ତାଙ୍କର ଡିଫରେନ୍ସଟା ଆସିଗଲାଣି 20 ଡିଗ୍ରୀ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ତାହେଲେ ପ୍ରଥମ ପଏଣ୍ଟ ହେଲା ଚନ୍ଦ୍ର ଆଉ ଶନି ଯଦି ମିଶିକିରି ରହିଥିବେ, ବା ଚନ୍ଦ୍ରଙ୍କୁ ଶନି ଦେଖୁଥିବେ, ତାହେଲେ ଯାଇକିରି ହେଇପାରିବ। ଆଚ୍ଛା, ଆଉ ଗୋଟିଏ କଥା କଣ, ଚନ୍ଦ୍ର ଯଦି ରାହୁ କେତୁଙ୍କ ସାଙ୍ଗରେ ମିଶିକିରି ଥିବେ, ଖାଲି ରାହୁ କେତୁଙ୍କ ସାଙ୍ଗରେ ମିଶିକିରି କେମିତି ରହିଥିବେ ଦେଖନ୍ତୁ ବନ୍ଧୁଗଣ। ମନେକର ରାହୁ ରହିଛନ୍ତି ଏଠି, କେତୁ ରହିଛନ୍ତି ଏଠି, କାହିଁକିନା ଇ ଗୋଟେ ଏକ୍ସିସରେ ରହନ୍ତି। ଏଇ ଯୋଉ ଅକ୍ଷଟି ସୃଷ୍ଟି ହଉଛି, ତାରି ଭିତରେ ଚନ୍ଦ୍ର ଥିବେ, ଏଠି ଚନ୍ଦ୍ର ଥାନ୍ତୁ ବା ଏଠି ଚନ୍ଦ୍ର, ତା ଅର୍ଥ ରାହୁ କେତୁଙ୍କ ସାଙ୍ଗରେ ମିଶିକରି, ରାହୁଙ୍କ ସାଙ୍ଗରେ ହଉ ବା କେତୁଙ୍କ ସାଙ୍ଗରେ ହଉ, ମିଶିକିରି ଥିଲେ କଣ ହୁଏ? ଚନ୍ଦ୍ର କେତୁ ବା ଚନ୍ଦ୍ର ରାହୁ ଯଦି ମିଶିକିରି ଗୋଟିଏ ଜାଗାରେ ରହନ୍ତି, ତାକୁ କହନ୍ତି ଚନ୍ଦ୍ର ଗ୍ରହଣ ଯୋଗ। ତାମାନେ ଚନ୍ଦ୍ରଙ୍କୁ ସିଏ ରାହୁ କେତୁ ଗ୍ରହଣ ଲଗେଇଛନ୍ତି। ଚନ୍ଦ୍ର ଶନି ମିଶିକିରି ରହିଲେ ତାକୁ ଜାତକରେ କୁହାଯାଏ ବିଷ ଯୋଗ। ଇଏ ଗଲା 2 ନମ୍ବର ପଏଣ୍ଟ। 3 ନମ୍ବର ଦେଖନ୍ତୁ, ଚନ୍ଦ୍ର ରହିଥିବେ ଅଷ୍ଟମ ସ୍ଥାନରେ, ମନେକର ଲଗ୍ନ ହେଲା କର୍କଟ ଲଗ୍ନ, ଅଷ୍ଟମ ହେଲେ 1 2 3 4 5 6 7 8, ଏଠି ଅଛନ୍ତି ଚନ୍ଦ୍ର ଅଷ୍ଟମରେ ରହିଲେ। ଚନ୍ଦ୍ର ଯଦି ଅଷ୍ଟମ ସ୍ଥାନରେ ରହନ୍ତି, ଖାଲି ରହିଲେ ହବ ନାହିଁ, ପାପ ଦୃଷ୍ଟ ହଉଥିବେ, ତାଙ୍କୁ ପାପ ଗ୍ରହ ଦେଖୁଥିବେ ବା ପାପ କର୍ତ୍ତରୀ ଯୋଗରେ ଥିବେ। ପାପ ଗ୍ରହ ଶନି ଏଠି ରହିଛନ୍ତି, ଚନ୍ଦ୍ରଙ୍କୁ ଦେଖୁଛନ୍ତି, କି ରାହୁ ଏଠି ରହିଛନ୍ତି, ଚନ୍ଦ୍ରଙ୍କୁ ଦେଖୁଛନ୍ତି, ତାହେଲେ ଏଇଭଳିଆ ଯୋଗଟିଏ ସୃଷ୍ଟି ହୁଏ। ଆଉ ବନ୍ଧୁଗଣ ଆଉ କଣ ନା, ଚନ୍ଦ୍ର ଯଦି ନିଚ ସ୍ଥାନରେ ଥିବେ, ଚନ୍ଦ୍ରଙ୍କର ନିଚ ସ୍ଥାନଟି କୋଉଟା? ବିଛା ରାଶି। ଏଇଠି ଚନ୍ଦ୍ର ଯଦି ରହନ୍ତି, ତାକୁ ନିଚ ରାଶିରେ ଅଛନ୍ତି ବୋଲି କୁହାଯାଏ। କିନ୍ତୁ ବନ୍ଧୁଗଣ ଗୋଟିଏ ଜିନିଷ ମନେ ରଖନ୍ତୁ, ଚନ୍ଦ୍ର ଯଦି 0 ରୁ 3 ଡିଗ୍ରୀ ଭିତରେ ଥିବେ, ତାହେଲେ ସେଠି ନିଚରେ ରହିବେ, ଉପରକୁ ଚାଲିଗଲେ ଆଉ ନିଚରେ ରହିବେ। ନିଚରେ ରହିବେ ନାହିଁ। ଆଉ ଯଦି ନିଚ ରହନ୍ତି, ତାହେଲେ ନିଚ ଗ୍ରହ ନିଚ ଫଳ ଦେବେ। ଆଚ୍ଛା, ତା ବାଦରେ ଆଉ କଣ ହେଇଥିବେ? ଅସ୍ତ ବି ହେଇଯାଇଥିବେ।
ଚନ୍ଦ୍ର ଯଦି ନିଚରେ ରହିଥିବେ ଅସ୍ତ ହେଇଗଲେ ଚନ୍ଦ୍ରଙ୍କର ପାୱାର କମିଗଲା, ତାହେଲେ ମନର ପାୱାରଟି କମିଗଲା। ଦେଖନ୍ତୁ ଜ୍ୟୋତିଷ ତଥ୍ୟ କେମିତି, ଲଜିକାଲ ପଏଣ୍ଟ ଅଫ ଭ୍ୟୁରୁ ବିଚାର କରନ୍ତୁ। ଚନ୍ଦ୍ର ଯଦି ନିଚ ହେଇଗଲେ ବା ଅସ୍ତ ହେଇଗଲେ ତାହେଲେ ଚନ୍ଦ୍ରଙ୍କର ପାୱାର କମିଗଲା। ଚନ୍ଦ୍ର ତାହେଲେ କଣ କରିବେ, ଯେତିକି ମନଟିକି ପ୍ରଫୁଲ୍ଲିତ ରଖିବା କଥା ସେତିକି ଆଉ ରଖିପାରିବେ ନାହିଁ। ଚନ୍ଦ୍ର ଯଦି ପାପକର୍ତ୍ତରୀ ଯୋଗରେ ଥିବେ, ପାପକର୍ତ୍ତରୀ ଯୋଗ ମାନେ ଏଠି କେତୁ ଅଛନ୍ତି, ଏଠି ଶନି ଅଛନ୍ତି, ପାପକର୍ତ୍ତରୀ ଯୋଗ ହେଇଗଲା। ତାହେଲେ ଦି ପଟ ଯାକ ତାଙ୍କର ଶତ୍ରୁ ଗ୍ରହ ରହିଛନ୍ତି। ଚନ୍ଦ୍ରଙ୍କର କେହି ଶତ୍ରୁ ନାହାନ୍ତି, କିନ୍ତୁ ସେ ଯୋଉ ଶତ୍ରୁ ବୋଲି ଚନ୍ଦ୍ରଙ୍କୁ ଭାବନ୍ତି, ତେଣୁ ସିଏ ତ ସେଇଭଳିଆ ହିସାବରେ ଚନ୍ଦ୍ରଙ୍କୁ ଟ୍ରିଟ୍ କରିବେ ନା, ତାକୁ ପାପକର୍ତ୍ତରୀ ଯୋଗ। ଆଉ ଗୋଟେ ଜିନିଷ ହଉଛି ଚନ୍ଦ୍ର ବଳହୀନ ହେଇଥିବେ, ଚନ୍ଦ୍ର 0 ଡିଗ୍ରୀ ହେଇଯାଇଥିବେ, 0 ରୁ 5 ଡିଗ୍ରୀ ଭିତରେ କି 25 ରୁ 30 ଡିଗ୍ରୀ ଭିତରେ ଚନ୍ଦ୍ର ଯଦି ରହିଥିବେ ତାଙ୍କୁ ଆମେ ବଳହୀନ ବୋଲି କହିବା, ତାଙ୍କର ବଳ ନାହିଁ, ପାୱାର ନାହିଁ। ତେଣୁ ଏଇଭଳି କ୍ଷେତ୍ରରେ ସାଧାରଣତଃ ଯୋଉ ଛୋଟ ଛୋଟ ଛୁଆମାନେ ଅଛନ୍ତି ସେମାନଙ୍କ ପାଇଁ ମୁଁ ଗୋଟେ ଟିପ୍ କହୁଛି, ଶୁଣନ୍ତୁ ବନ୍ଧୁଗଣ। ଆପଣ ତାଙ୍କୁ ଅବହେଳା କରନ୍ତୁ ନାହିଁ। ତା ଅର୍ଥ ଛୁଆଟି ନିଜକୁ ଅସହାୟ ବୋଲି ନ ଭାବୁ। ସେ ଭାବୁ ଯେ ମୋ ପାଖରେ ମୋ ମା ଅଛି କି ବାପା ଅଛନ୍ତି କି ମୋ ଭାଇ ଅଛି, ସେ ସେଇଭଳିଆ ଗୋଟେ ଏମିତି ସପୋର୍ଟ ପାଇଲା ଭଳିଆ କ୍ୟାରେକ୍ଟର ଗୋଟେ ତାକୁ ଦରକାର। ଆଉ ତାକୁ କ୍ୟାରିୟର ପାଇଁ ବାଧ୍ୟ କରନ୍ତୁ ନାହିଁ। ଆପଣ କହିବେ ନା ସେ ଡାକ୍ତର ହବ, ଇଞ୍ଜିନିୟର ହବ, ସେ ବୈଜ୍ଞାନିକ ହବ। ସମସ୍ତେ କଣ ଖାଲି ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ହେଇଯିବେ ନା। ତାକୁ ଆପଣ ସପୋର୍ଟ ଦିଅନ୍ତୁ, ଆଉ ତାକୁ ଜାଣନ୍ତୁ ସିଏ କଣ ହେଇପାରିବ, ତା ଦ୍ୱାରା ସେ କେତେ ଲେବୁଲ ପର୍ଯ୍ୟନ୍ତ ପହଞ୍ଚି ପାରିବ, ଆପଣ ତାକୁ ହିଁ ଆଗ ଜଜ୍ କରନ୍ତୁ। ତାକୁ ବାଧ୍ୟ କରନ୍ତୁ ନାହିଁ, ସେ ଅମକ ଛୁଆ ଏମିତି ପଢି ଯାଉଛି ତୁ ଏମିତି ପଢିଯା, ନା। ସେଇଭଳିଆ ଛୁଆ ମାନଙ୍କୁ ଏଇଭଳିଆ ପ୍ରେସରଟେ ଦେଲେ ସେ ଆହୁରି ବିଗିଡି ଯାଆନ୍ତି। ଆଚ୍ଛା, ତାପରେ ଆଉ ଗୋଟେ କଣ, ତାଙ୍କ ପାଇଁ ଗୋଟେ ପ୍ରେରଣାଦାତ୍ରୀ ଜଣେ ରହିବା ନିହାତି ଦରକାର। ସେଇ ରୋଲଟି ଯଦି ନିଜର ମା କରନ୍ତି ତାହେଲେ ବହୁତ ଭଲ ଭାବରେ ସେ ଦାୟିତ୍ୱଟିଏ ତୁଲେଇ ପାରିବେ। ଆଉ ସେ ଜାଣିବ, ଛୁଆଟି ଅନୁଭବ କରିବ ମୋ ପଛରେ ମୋ ମା ଅଛି, ମୋର କିଛି ଅସୁବିଧା ହବ ନାହିଁ। ଆଉ ଗୋଟିଏ କଥା କଣ, ତାକୁ ଟିକେ ସ୍ପିରିଚୁଆଲ ଲାଇନ କି ଛାଡିବା ପାଇଁ ଚେଷ୍ଟା କରନ୍ତୁ। ତା ଅର୍ଥ ହଉଛି ଆପଣ ଯଦି ପୂଜା ପାଠ କରୁଛନ୍ତି ଆପଣ ଟିକେ ତାକୁ ପାଖରେ ବସାନ୍ତୁ, ଆଉ ତାକୁ ଗୋଟେ କୌଣସି କାର୍ଯ୍ୟରେ ନିଯୁକ୍ତି କରିଦିଅନ୍ତୁ ଯୋଉଟା କି ତାକୁ ଖୁସି ଲାଗିବ। ଯେମିତି ମନେକର ଘଣ୍ଟିଟିଏ ଦେଇଦେଲେ, ମାରେ ଟିକେ ବଜେଇଲୁ କି ବାପାରେ ବଜେଇଲୁ, ଟିକେ ଟିଣି ଟିଣି ବଜେଇଲୁ, ତାକୁ ଟିଣି ଟିଣି ବଜେଇବା ପାଇଁ ଭାରି ଭଲ ଲାଗିବ, ଆଉ ସେ ସେଇ କାମଟା କରିବା ପାଇଁ ତାକୁ ଭାରି ଖୁସି ଲାଗିବ। ସେଇଟାକୁ ସେ କରିବା ପାଇଁ ସବୁବେଳେ ଚାହିଁବ। କି ଫୁଲ ଟିକେ ଠାକୁରଙ୍କ ଉପରେ ରଖିଦେଲୁ, ତାକୁ ଗୋଟେ ଏଇଭଳିଆ ଛୋଟିଆ ଛୋଟିଆ କାର୍ଯ୍ୟ ମାନଙ୍କର ଯଦି ନିଯୁକ୍ତି କରିଦେବେ, ତା ଦ୍ୱାରା ତାର ଗୋଟେ ସ୍କିଲଟା ବଢିଯାଏ। ସେ ଜାଣିପାରେ ହଁ ଫୁଲଟା ଠାକୁରଙ୍କର ଏଇ ଜାଗାରେ ରଖା ହଉଛି, କି ଘଣ୍ଟିଟା ଏମିତି ବଜା ହଉଛି, କି ଶଙ୍ଖଟା ଏମିତି ଫୁଙ୍କା ହଉଛି। ଏଇଭଳିଆ କଥା ଗୁଡ଼ିଏ ଯଦି ସିଏ ଜାଣିବ, ତାକୁ ଏଇଭଳିଆ ଯଦି ଆପଣ ଟ୍ରିଟ୍ କରିବେ, ତାହେଲେ ତାର ମନୋବଳଟି ଆସ୍ତେ 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 ବଢିଯିବ। ଆଉ ତାକୁ ଯେକୌଣସି ଗୋଟିଏ କାର୍ଯ୍ୟରେ, ଆଉ କଣ କାର୍ଯ୍ୟ, ମନେକର ସେ 5 ବର୍ଷ କି 6 ବର୍ଷର ଛୁଆଟିଏ, ତାକୁ ଯଦି ତାର ନାଚ ପ୍ରତି ଆଗ୍ରହ ଅଛି ତାକୁ ନାଚ ଶିଖାନ୍ତୁ, ଗୀତ ପ୍ରତି ଆଗ୍ରହ ଅଛି ଗୀତ ଶିଖାନ୍ତୁ, ଖେଳ ପ୍ରତି ଆଗ୍ରହ ତାକୁ ଖେଳାନ୍ତୁ। ତାକୁ ସବୁବେଳେ ଖେଳିଲେ କଣ ହବ, ମାନସିକ ଆଉ ଶାରୀରିକ ସ୍ତରରେ ଛୁଆଟି ମଜବୁତ ହେଇଥାଏ। କାରଣ ଖେଳିବା ପାଇଁ ଖାଲି ଶାରୀରିକ ବଳ ଦରକାର ନାହିଁ, ବୁଦ୍ଧି ବି ଦରକାର ଅଛି। ବିନା ବୁଦ୍ଧିରେ ଜଣେ ଖେଳିପାରିବ ନାହିଁ। ତେଣୁ ସେଥିପାଇଁ ତାକୁ ସେଇ ପ୍ରକାର ଖେଳକୁଦ ତାର ଗୋଟେ ହବି କରେଇ ଦିଅନ୍ତୁ। ମନେକର ସିଏ ଚାହୁଁଛି ଯେ ମୁଁ ଲୁଡୁ ଖେଳିବି, ସେଟା ଇନଡୋର ଗେମ୍ ହଉ ବା ଆଉଟଡୋର ଗେମ୍ ହଉ। ଯଦି 7-8 ବର୍ଷର ଛୁଆଟିଏ ସେ ଚାହୁଁଛି ମୁଁ ଟେନିସ ଟିକେ ଖେଳିବି କି ବ୍ୟାଡମିଣ୍ଟନ ଖେଳିବି, ଯୋଉ ଖେଳଟା ତା ଦ୍ୱାରା ହେଇପାରିବ ସେ ସେଇ ଖେଳଟି, ଆଉ ଅନ୍ୟ ଛୁଆଙ୍କ ସାଙ୍ଗରେ ତାକୁ କେବେ ତୁଳନା କରନ୍ତୁ ନାହିଁ। ସିଏ ଅଲଗା ଛୁଆ ଏମିତି ପଢି ଯାଉଛନ୍ତି, ଅଲଗା ଛୁଆ ଏମିତି ଖେଳି ଯାଉଛନ୍ତି, ତୁ ଏମିତି ହେଇପାରୁନୁ, ନା, ସେଇଟା ହଉଛି ଭୁଲ ପ୍ରୋସେସ।
ତା ଦ୍ୱାରା ଛୁଆଟି ଆହୁରି ଡିପ୍ରେସନକୁ ଚାଲିଯାଏ। ତେଣୁ ଏଇ ଯୋଉ ଜିନିଷ ଗୁଡ଼ିକ କହିଲି, ଯେମିତି ଗୀତ ତାକୁ ଶୁଣେଇବେ କି ମାରେ କି ବାପାରେ ଗୀତଟେ ବୋଲିଲୁ, ଗୀତଟେ ବୋଲିବ। ଗୀତ ବୋଲିବାକୁ ଛୁଆ କେତେବେଳେ ଭଲ ପାଏ? ଏକୁଟିଆ ଥିଲା ବେଳେ ଭଲ ପାଏ। ସେ ଲୋକଙ୍କ ମେଳରେ ଗୀତଟିଏ ବୋଲେ ନାହିଁ, ତାକୁ ଲାଜ ଲାଗେ। ତେଣୁ ତାକୁ ଗୀତଟି ବୋଲେଇବେ। ସେ ଆପେ ଆପେ ଦେଖିବେ ଗୁଣୁ ଗୁଣୁ ହେଇ ସେ ଗୀତଟିଏ ବୋଲୁଥିବ। କି କୌଣସି ଖେଳରେ ତାକୁ ନିଯୁକ୍ତି କରେଇଦେଲେ, କି କୌଣସି ଜିନିଷ ଗୋଟେ ମନେକର ଆପଣ କିଛି ଗୋଟେ ଜିନିଷ ରଖିଛନ୍ତି ଏଠି ପକେଇଦେଲେ, ବାବାରେ କି ମାରେ ଏଟାକୁ ଟିକେ ଗୋଟେଇ ଆଣିଲୁ, ସବୁ ଆପଣ ନିଜେ କରିବା ସହିତ ଆପଣ ନିଜେ କଲେ ସିଏ ବି କରିବ। ଇଏ ଗୋଟେ ଗୋଟେ ସବୁ ସାଇକୋଲୋଜିକାଲ ଗେମ୍। ଛୁଆଟା କେମିତି ସାଇକୋଲୋଜିକାଲି ସେ ମଜବୁତ ହବ, ଷ୍ଟ୍ରଙ୍ଗ ହବ, ତାହେଲେ ଯାଇକରି ସେ ଛୁଆଟି ଏଥିରୁ ମୁକ୍ତି ପାଇବ। କିନ୍ତୁ ଇଏ ତ ଗଲା ପ୍ରାକ୍ଟିକାଲ କଥାଟିଏ। ଆମେ ଜ୍ୟୋତିଷ ଶାସ୍ତ୍ର ହିସାବରେ ଦେଖିବା, ଚନ୍ଦ୍ର ଯେହେତୁ ତାର ଅଶୁଭ ହେଇଛନ୍ତି ବା ପାୱାର ତାଙ୍କର ନାହିଁ, ବା ଶନିଯୁକ୍ତ ହେଇଛନ୍ତି ବା କେତୁଯୁକ୍ତ ହେଇଛନ୍ତି ବା ରାହୁଯୁକ୍ତ ହେଇଛନ୍ତି, ତାର ପ୍ରତିକାର ଗୁଡ଼ିକ କରିବେ ଚନ୍ଦ୍ରଙ୍କ ପାଇଁ। ଆପଣ ଯଦି ଆପଣଙ୍କର ସେ ଛୁଆଟିର ମା ଯିଏ, ସେ କଣ କରିବେ ନା ଟିକେ ଶିବ ମନ୍ଦିର ଦର୍ଶନ କରିବେ ସୋମବାର ଦିନ। ଛୁଆକୁ ବି ଟିକେ ମନ୍ଦିରକୁ ଟିକେ ନେଇଯିବେ। ସେ ପରିବେଶରେ ସେ ବୁଲିଲେ ତାକୁ ଟିକେ ଭଲ ଲାଗିବ। ଆଉ ଚନ୍ଦ୍ର ପୂଜା ବି କରିବେ। ଏଇଭଳି କଲେ, ଆଉ ଯୋଉ ଚନ୍ଦ୍ରଙ୍କର ପ୍ରତିକାର ଗୁଡ଼ିକ ମୁଁ କହିଛି, ଯଦି ଚନ୍ଦ୍ର ଏ ଜାତକ ପାଇଁ ଅକାରକ ଗ୍ରହ ହେଇଥାନ୍ତି, ତାଙ୍କ ପାଇଁ ଆପଣ ଯୋଉ ଧଳା ଜିନିଷ ସବୁ ଦାନ କରିବାର ବିଧି ମୁଁ ବତେଇଛି, ସେଗୁଡ଼ିକ ସବୁ ଦାନ କରିବେ। ଯଦି କାରକ ଗ୍ରହ ଚନ୍ଦ୍ର ହେଇଥିବେ, ତାହେଲେ ତାଙ୍କ ପାଇଁ ଆପଣ ଛୋଟ ଛୁଆକୁ ତ ଆପଣ ରତ୍ନ ପଥର ପିନ୍ଧେଇ ପାରିବେ ନାହିଁ। ବୀଜ ମନ୍ତ୍ର ଜପ ପାରିବ ବି ନାହିଁ ଛୋଟ ଛୁଆଟା। ଯଦି ଛୁଆଟି ଜପ କରିପାରୁଛି ଭଲ କଥା, କିନ୍ତୁ ତାକୁ ଆପଣ କୋଳରେ ବସେଇ କରି ଆପଣ ନିଜେ ଯଦି ଜପ କରିବେ, ଛୁଆଟି ଶୁଣି ପାରିବ, ସେ ଶୁଣିଲେ ବି ହବ। ତେଣୁ ଏଇଭଳି ଯଦି ଆପଣ ପ୍ରତିକାର ଗୁଡ଼ିକ କରିବେ, ଆପଣଙ୍କର ଛୁଆଟି, କାହିଁକି ଦେଖନ୍ତୁ, ପ୍ରତ୍ୟେକ ବାପା ମା ପାଇଁ ତାଙ୍କ ଛୁଆ ଯାହା ବି ହେଇଥାଉ ସିଏ ହିଁ ଶ୍ରେଷ୍ଠ। ଏଟା ସମସ୍ତ ବାପା ମାଙ୍କ ପାଇଁ ମୁଁ କହୁଛି। ଆପଣଙ୍କ ଛୁଆ ଆପଣଙ୍କ ପାଇଁ ବଡ଼। ସେଇ ଛୁଆ ହିଁ ଆପଣଙ୍କ କାମରେ ଆସିବ, ଆପଣଙ୍କ ନାଁ ରଖିବ, ଆପଣଙ୍କର ସେବା କରିବ, ଆପଣଙ୍କର ଦରକାରରେ ଆସିବ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଏଇଭଳି ଜିନିଷ ଗୁଡ଼ିକ ଯଦି ଜାତକରେ ସୃଷ୍ଟି ହେଉଥାଏ, ତାର ପ୍ରତିକାର ଗୁଡ଼ିକ କରିବେ। କଲେ ଆପଣମାନେ ନିଶ୍ଚିତ ଭାବରେ ଆପଣଙ୍କର ଛୁଆଟି, ବା ଯଦି ବଡ଼ ବ୍ୟକ୍ତି ଜଣେ ଏଇ ପ୍ରକାର ସିଚୁଏସନ ଭୋଗୁଛନ୍ତି, ସେମାନେ ମଧ୍ୟ ଏଇ ପ୍ରତିକାରଟି କରିପାରିବେ। ହଉ ବନ୍ଧୁଗଣ, ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।